ଜୟ ଜଗନ୍ନାଥ ବନ୍ଧୁଗଣ, ଆସନ୍ତୁ ଜାଣିବା ପୌରାଣିକ କାହାଣୀ ପୁରୁଷ ନା ମହିଳା ସମ୍ଭୋଗ ସମୟରେ କିଏ ଅଧିକ ଆନନ୍ଦ ଅନୁଭବ କରେ। ଥରେ ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କ ପାଖକୁ ଯାଇ କହିଲେ, ହେ ପିତାମହ, ଆପଣ ଦୟାକରି ମୋର ଦ୍ୱନ୍ଦ୍ୱର ସମାଧାନ କରନ୍ତୁ। ଆପଣ କ'ଣ ମୋତେ ସଚ୍ଚୋଟ ଭାବରେ କହିବେ, ପୁରୁଷ ନା ମହିଳା ସମ୍ଭୋଗ ସମୟରେ କିଏ ଅଧିକ ଆନନ୍ଦ ଅନୁଭବ କରେ? ଭୀଷ୍ମ କହିଲେ, ଏହି ବିଷୟରେ ମୁଁ ତୁମକୁ ଏକ କାହାଣୀ କହିବି, ଯେଉଁଥିରେ ତୁମର ପ୍ରଶ୍ନର ଉତ୍ତର ନିହିତ ଅଛି। ତୁମେ ଧ୍ୟାନପୂର୍ବକ ଶୁଣିବ। ପିତାମହ କାହାଣୀ ଆରମ୍ଭ କଲେ। ବହୁତ ଦିନ ପୂର୍ବେ ଭାଙ୍ଗସଣା ନାମକ ଜଣେ ରାଜା ବାସ କରୁଥିଲେ। ସେ ନ୍ୟାୟପର ଏବଂ ଅତ୍ୟନ୍ତ ପ୍ରସିଦ୍ଧ ରାଜା ଥିଲେ, କିନ୍ତୁ ତାଙ୍କର କୌଣସି ପୁତ୍ର ନଥିଲା। ସନ୍ତାନ ପାଇବାର ଇଚ୍ଛାରେ ରାଜା ଅଗ୍ନିଷ୍ଠୁତ ନାମକ ଏକ ଯଜ୍ଞ କଲେ। ସେହି ଯଜ୍ଞରେ କେବଳ ଅଗ୍ନିଦେବଙ୍କୁ ଆବାହନ କରାଯାଇଥିଲା। ତେଣୁ ଦେବତାମାନଙ୍କ ରାଜା ଇନ୍ଦ୍ର ବହୁତ କ୍ରୋଧିତ ହେଲେ। ଅଗ୍ନିଦେବ ରାଜାଙ୍କ ପୂଜାରେ ଖୁସି ହୋଇ ତାଙ୍କୁ 100 ପୁତ୍ର ହେବାର ବରଦାନ ଦେଲେ। ଏହା ଦେଖି ଇନ୍ଦ୍ରଙ୍କ କ୍ରୋଧ ଆହୁରି ବଢ଼ିଗଲା। ଇନ୍ଦ୍ର ତାଙ୍କର କ୍ରୋଧ ପ୍ରକାଶ କରିବା ପାଇଁ ସୁଯୋଗ ଖୋଜିବାକୁ ଲାଗିଲେ, ଯାହାଦ୍ୱାରା ରାଜା ଭାଙ୍ଗସ୍ୱାନ ଭୁଲ କରିବେ ଏବଂ ତାଙ୍କୁ ଦଣ୍ଡ ଦେବେ। କିନ୍ତୁ ଭାଙ୍ଗସ୍ୱାନ ଏତେ ଭଲ ରାଜା ଥିଲେ ଯେ ଇନ୍ଦ୍ରଙ୍କୁ କେବେ ସୁଯୋଗ ମିଳିଲା ନାହିଁ, ଯାହା କେବଳ ଇନ୍ଦ୍ରଙ୍କ କ୍ରୋଧକୁ ବୃଦ୍ଧି କଲା। ଗୋଟିଏ ଦିନ ଯେତେବେଳେ ରାଜା ଶିକାର କରିବାକୁ ବାହାରକୁ ଯାଉଥିଲେ, ଇନ୍ଦ୍ର ନିଷ୍ପତ୍ତି ନେଲେ ଯେ ଏହା ତାଙ୍କର ଅପମାନର ପ୍ରତିଶୋଧ ନେବାର ସଠିକ୍ ସମୟ ଅଛି। ଇନ୍ଦ୍ରଦେବ ରାଜାଙ୍କୁ ସମ୍ମୋହିତ କଲେ। ରାଜା ଭାଙ୍ଗସ୍ୱାନ ଜଙ୍ଗଲ ମଧ୍ୟରେ ଲକ୍ଷ୍ୟହୀନ ଭାବରେ ବୁଲୁଥିଲେ। ତାଙ୍କର ସମ୍ମୋହିତ ଅବସ୍ଥାରେ ସେ ସମସ୍ତ ଦିଗଦର୍ଶନ ହରାଇଲେ ଏବଂ ତାଙ୍କ ସୈନିକମାନଙ୍କୁ ଦେଖିପାରିଲେ ନାହିଁ। କ୍ଷୁଧା ଏବଂ ତୃଷ୍ଣା ତାଙ୍କୁ ଆହୁରି ହତାଶ କରିଦେଇଥିଲା। ହଠାତ୍ ସେ ଏକ ଛୋଟ ନଦୀ ଦେଖିଲେ, ଯାହା ଯାଦୁକରୀ ଭାବରେ ସୁନ୍ଦର ମନେ ହେଉଥିଲା। ରାଜା ନଦୀ ଆଡ଼କୁ ଗଲେ ଏବଂ ପ୍ରଥମେ ତାଙ୍କ ଘୋଡ଼ାକୁ ପାଣି ଦେଲେ, ତାପରେ ନିଜେ ପିଇଲେ। ରାଜା ନଦୀରେ ପ୍ରବେଶ କରି ପାଣି ପିଇବା ମାତ୍ରକେ ହିଁ ସେ ଦେଖିଲେ ଯେ ସେ ପରିବର୍ତ୍ତନ ହୋଇଯାଇଛନ୍ତି। ଧୀରେ ଧୀରେ ସେ ଜଣେ ମହିଳା ହୋଇଗଲେ। ଲଜ୍ଜାରେ ଭାରାକ୍ରାନ୍ତ ହୋଇ ରାଜା ଜୋରରେ ବିଳାପ କରିବାକୁ ଲାଗିଲେ। ସେ ବୁଝିପାରିଲେ ନାହିଁ ଯେ ତାଙ୍କ ସହିତ ଏପରି କାହିଁକି ଘଟିଲା। ରାଜା ଭାଙ୍ଗସ୍ୱାନ ଭାବିବାକୁ ଲାଗିଲେ, ହେ ପ୍ରଭୁ, ଏହି ବିପର୍ଯ୍ୟୟ ପରେ ମୁଁ କିପରି ମୋ ରାଜ୍ୟକୁ ଫେରିପାରିବି? ମୋର ଅଗ୍ନିଷ୍ଠୁତ ରୀତି ମାଧ୍ୟମରେ ମୋର 100 ପୁଅ ଜନ୍ମ ହୋଇଛନ୍ତି। ମୁଁ ଏବେ ସେମାନଙ୍କୁ କିପରି ଭେଟିବି? ମୋ ପାଇଁ ଅପେକ୍ଷା କରିଥିବା ମୋ ରାଣୀ ଏବଂ ପ୍ରଜାକୁ ମୁଁ କ'ଣ କହିବି? ମୋର ପୁରୁଷତ୍ୱ ସହିତ ମୋର ରାଜ୍ୟ ମଧ୍ୟ ହଜିଯିବ। ମୋ ପ୍ରଜାମାନଙ୍କର କ'ଣ ହେବ? ଏହିପରି ଭାବି ବିଳାପ କରି ରାଜା ତାଙ୍କ ରାଜ୍ୟକୁ ଫେରିଗଲେ। ଯେତେବେଳେ ରାଜା ଜଣେ ମହିଳା ରୂପରେ ଫେରିଆସିଲେ, ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ଏକ ସଭା ଡାକି ତାଙ୍କ ରାଣୀ, ପୁଅ ଏବଂ ମନ୍ତ୍ରୀମାନଙ୍କୁ କହିଲେ ଯେ ସେ ଆଉ ରାଜ୍ୟ ଶାସନ କରିବା ପାଇଁ ଯୋଗ୍ୟ ନୁହନ୍ତି। ତୁମେ ସମସ୍ତେ ଏଠାରେ ଶାନ୍ତିରେ ରୁହ। ମୁଁ ଜଙ୍ଗଲକୁ ଯାଉଛି ଏବଂ ସେଠାରେ ମୁଁ ମୋର ବାକିତକ ଜୀବନ ବିତାଇବି। ଏତିକି କହି ରାଜା ଜଙ୍ଗଲକୁ ଚାଲିଗଲେ। ସେଠାରେ ଜଣେ ମହିଳା ରୂପରେ ସେ ଜଣେ ତପସ୍ୱୀଙ୍କ ଆଶ୍ରମରେ ରହିବା ଆରମ୍ଭ କଲେ, ଯାହାଙ୍କ ସହିତ ସେ ଅନେକ ପୁତ୍ର ଜନ୍ମ କଲେ। ସେ ସେହି ପୁତ୍ରମାନଙ୍କୁ ତାଙ୍କ ପୁରୁଣା ରାଜ୍ୟକୁ ନେଇଗଲେ ଏବଂ ତାଙ୍କ ପୁରୁଣା ପିଲାମାନଙ୍କୁ କହିଲେ, ମୁଁ ପୁରୁଷ ଥିଲାବେଳେ ତୁମେ ମୋର ପୁଅ ଥିଲ ଏବଂ ମୁଁ ଜଣେ ମହିଳା ହେଲେ ଏମାନେ ମୋର ପୁଅ। ଭାଇମାନଙ୍କ ପରି ଏକାଠି ହୋଇ ରାଜ୍ୟଗୁଡ଼ିକୁ ପରିଚାଳନା କର। ସମସ୍ତ ଭାଇମାନେ ଏକାଠି ରହିବାକୁ ଲାଗିଲେ। ସମସ୍ତଙ୍କୁ ଖୁସିରେ ରହୁଥିବା ଦେଖି ଦେବରାଜ ଇନ୍ଦ୍ର ଆହୁରି କ୍ରୋଧିତ ହେଲେ ଏବଂ ତାଙ୍କ ଭିତରେ
ପ୍ରତିଶୋଧର ଇଚ୍ଛା ଜାଗ୍ରତ ହେବାକୁ ଲାଗିଲା। ଇନ୍ଦ୍ର ଭାବିଲେ, ଏପରି ମନେ ହେଉଛି ଯେ ରାଜାଙ୍କୁ ଜଣେ ମହିଳାରେ ପରିଣତ କରି ମୁଁ ତାଙ୍କ ପ୍ରତି ଖରାପ ନୁହେଁ ବରଂ ଭଲ କରିଛି। ଏହା କହି ଇନ୍ଦ୍ର ଜଣେ ବ୍ରାହ୍ମଣ ରୂପ ଧାରଣ କଲେ ଏବଂ ରାଜା ଭାଙ୍ଗସନଙ୍କ ରାଜ୍ୟକୁ ଗଲେ। ସେଠାରେ ସେ ସମସ୍ତ ରାଜକୁମାରଙ୍କ କାନରେ ବିଷ ପକାଇବାକୁ ଲାଗିଲେ। ଇନ୍ଦ୍ରଙ୍କ ପ୍ରରୋଚନା ଯୋଗୁଁ ସମସ୍ତ ଭାଇ ପରସ୍ପର ସହିତ ଯୁଦ୍ଧ କରି ନିଜ ନିଜକୁ ହତ୍ୟା କଲେ। ଭାଙ୍ଗସନ ଏହା ଜାଣିବା ମାତ୍ରେ ତାଙ୍କର ହୃଦୟ ଭାଙ୍ଗିଗଲା। ବ୍ରାହ୍ମଣ ବେଶରେ ଇନ୍ଦ୍ର ରାଜାଙ୍କ ପାଖକୁ ଯାଇ ପଚାରିଲେ ଯେ ସେ କାହିଁକି କାନ୍ଦୁଛନ୍ତି। ଭାଙ୍ଗସନ କାନ୍ଦି କାନ୍ଦି ସମଗ୍ର ଘଟଣା ଇନ୍ଦ୍ରଙ୍କୁ କହିଲେ ଏବଂ ଇନ୍ଦ୍ର ତାଙ୍କର ପ୍ରକୃତ ରୂପ ପ୍ରକାଶ କଲେ ଏବଂ ରାଜାଙ୍କୁ ତାଙ୍କର ଭୁଲ ବିଷୟରେ କହିଲେ। ଇନ୍ଦ୍ର କହିଲେ, ତୁମେ କେବଳ ଅଗ୍ନିଦେବଙ୍କୁ ପୂଜା କରିଛ ଏବଂ ମୋତେ ଅସମ୍ମାନ କରିଛ। ତେଣୁ ମୁଁ ତୁମ ଉପରେ ରାଗି ମୁଁ ଏହି ଚକ୍ରାନ୍ତ କରିଥିଲି। ଏହା ଶୁଣି ଭାଙ୍ଗସନ ଇନ୍ଦ୍ରଙ୍କ ପାଦତଳେ ପଡ଼ିଗଲେ ଏବଂ ତାଙ୍କର ଅନିଚ୍ଛାକୃତ ଅପରାଧ ପାଇଁ କ୍ଷମା ମାଗିଲେ। ରାଜାଙ୍କ ଦୟାଳୁ ଅବସ୍ଥା ଦେଖି ଇନ୍ଦ୍ର ଦୟାରେ ଆକ୍ରାନ୍ତ ହେଲେ। ଇନ୍ଦ୍ର ରାଜାଙ୍କୁ କ୍ଷମା କରି ତାଙ୍କ ପୁତ୍ରମାନଙ୍କୁ ପୁନର୍ବାର ଜୀବିତ କରିବାର ବରଦାନ ଦେଲେ। ଇନ୍ଦ୍ର କହିଲେ, ହେ ରାଜା, ଜଣେ ସ୍ତ୍ରୀ ରୂପରେ ଦୟାକରି ତୁମର ଯେକୌଣସି ସନ୍ତାନକୁ ପୁନର୍ବାର ଜୀବିତ କର। ଭାଙ୍ଗସନ ଇନ୍ଦ୍ରଙ୍କୁ କହିଲେ, ଯଦି ଏପରି ହୁଏ ତେବେ ମୁଁ ଯେଉଁ ପୁତ୍ରମାନଙ୍କୁ ଜଣେ ସ୍ତ୍ରୀ ଭାବରେ ଜନ୍ମ ଦେଇଥିଲି ସେମାନଙ୍କୁ ପୁନର୍ବାର ଜୀବିତ କରିଦିଅନ୍ତୁ। ଆଶ୍ଚର୍ଯ୍ୟ ହୋଇ ଇନ୍ଦ୍ର ଏହାର କାରଣ ପଚାରିଲେ। ରାଜା ଉତ୍ତର ଦେଲେ, ହେ ଇନ୍ଦ୍ର, ଜଣେ ନାରୀର ପ୍ରେମ ପୁରୁଷର ପ୍ରେମ ଅପେକ୍ଷା ବହୁତ ବଡ଼। ସେଥିପାଇଁ ମୁଁ ମୋ ଗର୍ଭରୁ ଜନ୍ମିତ ସନ୍ତାନମାନଙ୍କୁ ଜୀବନ ମାଗୁଛି। ଇନ୍ଦ୍ର ଏସବୁ ଶୁଣି ବହୁତ ଖୁସି ହେଲେ ଏବଂ ରାଜାଙ୍କ ସମସ୍ତ ପୁତ୍ରଙ୍କୁ ପୁନର୍ବାର ଜୀବିତ କଲେ। ଇନ୍ଦ୍ର ତାପରେ ରାଜାଙ୍କୁ ତାଙ୍କର ପୁରୁଷ ରୂପରେ ଫେରାଇ ଆଣିବାକୁ ପ୍ରସ୍ତାବ ଦେଲେ। ଇନ୍ଦ୍ର କହିଲେ, ମୁଁ ତୁମକୁ ପୁଣି ଥରେ ପୁରୁଷରେ ପରିଣତ କରିବାକୁ ଚାହୁଁଛି। କିନ୍ତୁ ରାଜା ସ୍ପଷ୍ଟ ଭାବରେ ମନା କରିଦେଲେ। ରାଜା କହିଲେ, ହେ ଦେବରାଜ, ମୁଁ ନାରୀ ରୂପରେ ବହୁତ ଖୁସି ଅଛି ଏବଂ ଜଣେ ନାରୀ ହୋଇ ରହିବାକୁ ଚାହୁଁଛି। ଏହା ଶୁଣି ଜିଜ୍ଞାସୁ ହୋଇ ଇନ୍ଦ୍ର ପଚାରିଲେ, ଏପରି କାହିଁକି ହେ ମହାରାଜ? ଆପଣ କ'ଣ ପୁଣି ଥରେ ପୁରୁଷ ହୋଇ ଆପଣଙ୍କ ରାଜ୍ୟ ଶାସନ କରିବାକୁ ଚାହୁଁନାହାନ୍ତି କି? ଭାଙ୍ଗସନ କହିଲେ, କାରଣ ଯୌନ ସମ୍ପର୍କ ସମୟରେ ଜଣେ ନାରୀ ପୁରୁଷ ଅପେକ୍ଷା ବହୁ ଗୁଣ ଅଧିକ ଆନନ୍ଦ ଓ ସନ୍ତୋଷ ଏବଂ ସୁଖ ପାଆନ୍ତି। ତେଣୁ ମୁଁ ନାରୀ ହୋଇ ରହିବାକୁ ଚାହୁଁଛି। ଇନ୍ଦ୍ର କହିଲେ, ଏପରି ହେଉ ଏବଂ ସେଠାରୁ ଚାଲିଗଲେ। ଭୀଷ୍ମ କହିଲେ, ହେ ଯୁଧିଷ୍ଠିର, ଏହା ସ୍ପଷ୍ଟ ଯେ ଜଣେ ନାରୀ ପୁରୁଷ ଅପେକ୍ଷା ଯୌନ ସମ୍ପର୍କ ସମୟରେ ଅଧିକ ଆନନ୍ଦ ପାଏ। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରିବେ ଆଉ ଏହିଭଳି ପୌରାଣିକ କାହାଣୀ ଶୁଣିବା ପାଇଁ ମୋ ସହିତ ଯୋଡ଼ି ରହନ୍ତୁ। ଜୟ ଜୟ ଜଗନ୍ନାଥ।